ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ବାବାଙ୍କର ସାଇ ସଚରିତ୍ର ପାଠର ପ୍ରଥମ ଅଧ୍ୟାୟ, ବାବାଙ୍କର ଗହମ ପେଷିବାର କାହାଣୀ। ବାବାଙ୍କର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ବାବାଙ୍କର ଜୀବନୀ ବିଷୟରେ ଆଧାରିତ ଅଛି। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ମହିଳାମାନେ ସବୁତକ ଗହମ ଭାବି ଭାବି ଗୀତ ବୋଲି ବୋଲି ସବୁତକ ପେଷିଦେଲେ। ତାପରେ ଚକିକୁ ଘୁଞ୍ଚେଇ ଦେଇ ଅଟାକୁ ସମାନ ସମାନ ଚାରିଭାଗ କରି ଯେଝାର ଭାଗ ଧରି ସେଠାରୁ ପଳାଇ ଯିବାକୁ ଉଦ୍ୟତ ହେଲେ। ଏପର୍ଯ୍ୟନ୍ତ ବାବା ଶାନ୍ତ ଭାବରେ ବସିଥିଲେ, କିନ୍ତୁ ମହିଳାମାନେ ଏପରି ଭାବରେ ଅଟା ନେଇଯିବା ଦେଖି ହଠାତ୍ ବାବା ରାଗି ଉଠିଲେ ଏବଂ ସେମାନଙ୍କୁ ଉର୍ତ୍ସନା କରି କହିଲେ, ଆରେ ହେ, ତୁମେ ସବୁ କ'ଣ ପାଗଳ ହୋଇଯାଇଛ? ଏଇଟା କ'ଣ କେଉଁ ପାଉଣାଦାରର ସମ୍ପତ୍ତି ଯେ ଏହାକୁ ଏତେ ସହଜରେ ଉଠାଇ ନେଇଯାଉଛ? ଶୁଣ, ଏବେ ଗୋଟିଏ କଥା କର। ଏସବୁ ଅଟାକୁ ନେଇ ଗ୍ରାମର ଚତୁଃସୀମା ଲଗାଇ ବିଞ୍ଚି ଦେଇ ଆସ। ମୁଁ ଏ କଥା ଦେଖି ଶିରଡିବାସୀଙ୍କୁ ପ୍ରଶ୍ନ କଲି, ବାବା ବର୍ତ୍ତମାନ ଯାହା କଲେ ତାର ଯଥାର୍ଥ ତାତ୍ପର୍ଯ୍ୟ କ'ଣ ହୋଇପାରେ? ସେମାନେ ମୋତେ କହିଲେ ଯେ ସେହି ଗ୍ରାମରେ ବିଶୂଚିକା ହଇଜା ସଂକ୍ରମଣ ହେତୁ ପ୍ରଚଣ୍ଡ ବିଭୀଷିକା ଦେଖାଦେଇଛି। ସେଇଟିକୁ ଦୂର କରିବା ପାଇଁ ବାବାଙ୍କର ଏହି ଉପଚାର। ବର୍ତ୍ତମାନ ଆପଣ ଯେଉଁ ସବୁ ଗହମ ଗୁଣ୍ଡ ହେଇଯିବାର ଦେଖିଲେ, ସେସବୁକୁ ପ୍ରକୃତରେ ଗହମ ନୁହେଁ, ବରଂ ବିଶୂଚିକାର ଜୀବାଣୁ। ସେହି ସବୁକୁ ପେଷି ନଷ୍ଟ କରି ଦିଆଗଲା। ଏହି ଘଟଣା ପରେ ପରେ ସତକୁ ସତ ବିଶୂଚିକା ସଂକ୍ରମଣ ପ୍ରଶମିତ ହେଲା। ଗ୍ରାମବାସୀ ନିଶ୍ଚିନ୍ତ ଓ ସୁଖୀ ହେଲେ। କହିବା ବାହୁଲ୍ୟ ଯେ ଏ ଘଟଣାରେ ମୋର ମନ ଆନନ୍ଦରେ ନାଚି ଉଠିଲା। ମୋ ମନ ଭିତରେ ନାନା ପ୍ରକାର କୌତୂହଳ ସୃଷ୍ଟି ହେବାକୁ ଲାଗିଲା। ଅଟା ବିଶୂଚିକା ରୋଗର ମଧ୍ୟରେ କି ବା ପାରିପାର୍ଶ୍ୱିକ ସମ୍ବନ୍ଧ ଥାଇପାରେ? ଏହି ପ୍ରଶ୍ନର ଉତ୍ତର ପାଇବାର ସୂତ୍ର କେଉଁଠୁ ମିଳିବ? ଘଟଣାଟି ବୁଝିବା ଶକ୍ତିର ବାହାରେ ଥିଲା। ଏହି ମଧୁର ଲୀଳାର ବର୍ଣ୍ଣନା ଖୁବ୍ ସଂକ୍ଷେପରେ ଓ ପ୍ରକାଶ କରି ନ ପାରିଲେ ମୁଁ ସନ୍ତୁଷ୍ଟ ହୋଇପାରିବି ନାହିଁ। ଲୀଳା କଥା ଭାବି ଭାବି ମୋର ମନ ପ୍ରଫୁଲ୍ଲ ହୋଇଉଠିଲା ଏବଂ ଏହିପରି ଭାବରେ ମୁଁ ବାବାଙ୍କର ଜୀବନ ଚରିତ୍ର ଲେଖିବାର ପ୍ରେରଣା ପାଇଲି। ଏ କଥା ତ ସମସ୍ତେ ଜାଣନ୍ତି ଯେ ଏହି କାର୍ଯ୍ୟଟି ବାବାଙ୍କର କୃପା ଓ ଆଶୀର୍ବାଦର ଫଳସ୍ୱରୂପ ସଫଳତାପୂର୍ବକ ସମ୍ପନ୍ନ ହୋଇଛି। ଏଥର ଦେଖିବା ଗହମ ପେଷିବାର ତାତ୍ପର୍ଯ୍ୟ କ'ଣ ଥାଇପାରେ। ଶିରଡିବାସୀ ଏ ଘଟଣାର ଯାହା ଅର୍ଥ ବୁଝନ୍ତି, ସେଇଟା ପ୍ରାୟ ଠିକ୍, କିନ୍ତୁ ଏହା ଛଡ଼ା ମୋର ମନେହୁଏ ଏହାର ଅନ୍ୟ ଅର୍ଥ ମଧ୍ୟ ଅଛି। ବାବା ଶିରଡିରେ 60 ବର୍ଷ ଥିଲେ ଏବଂ ଏହି ଦୀର୍ଘ ସମୟ ସେ ଏ ଗହମ ପେଷିବାର କାର୍ଯ୍ୟଟିକୁ ପ୍ରାୟ ପ୍ରତିଦିନ କରିଥାନ୍ତି। ଗହମ ପେଷିବାର ଅଭିପ୍ରାୟ ଅଟା ତିଆରି ନ ହୋଇ ବରଂ ଭକ୍ତମାନଙ୍କର ପାପ, ଦୁର୍ଭାଗ୍ୟ, ମାନସିକ ଓ ଶାରୀରିକ କଷ୍ଟ ବିନାଶ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଚକିର ଉପର ପଟଟି ଭକ୍ତି କୁହାଯାଏ, ତଳ ପଟଟି ହେଲା କର୍ମ କୁହାଯାଏ। ଚକିର କିଲାର ଯାହାକୁ ଧରି ଚକି ବୁଲାଯାଏ, ତାକୁ କୁହନ୍ତି ଜ୍ଞାନ। ବାବାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ସେ ପର୍ଯ୍ୟନ୍ତ ମନୁଷ୍ୟର ହୃଦୟରୁ ପ୍ରବୃତ୍ତି, ଆସକ୍ତି, ଘୃଣା ଓ ଅହଙ୍କାର ନିର୍ମୂଳ ନ ହୁଏ, ଯଦିଓ ସେଗୁଡ଼ିକୁ ନଷ୍ଟ ହେବା ଖୁବ୍ ଦୁଷ୍କର, ସେ ପର୍ଯ୍ୟନ୍ତ ଜ୍ଞାନ ଓ ଆତ୍ମାନୁଭୂତି ସମ୍ଭବ ନୁହେଁ। ଏ ଘଟଣାଟି କବୀରଙ୍କ ତଦନୁରୂପ। ଘଟଣାଟି ସ୍ମରଣ କରିଦିଏ କି କବୀର ଗୋଟିଏ ସ୍ତ୍ରୀ ଲୋକକୁ ଶସ୍ୟକଣା ପେଷୁଥିବାର ଦେଖି ନିଜର ଗୁରୁ
ନିପତ ନିରଞ୍ଜନଙ୍କୁ କହିଲେ, ମୁଁ କାନ୍ଦୁଛି। କାରଣ ଯେପରି ଭାବରେ ଏହି ଶସ୍ୟକଣା ଗୁଡ଼ିକ ଚକିରେ ପେଶା ଯାଉଛି, ଠିକ୍ ସେହି ପ୍ରକାର ମୁଁ ବି ଭବସାଗର ରୂପକ ଯନ୍ତାରେ ପେଶି ହୋଇଯିବାର ଯନ୍ତ୍ରଣା ଅନୁଭବ କରୁଛି। ତାଙ୍କ ଗୁରୁ କହିଲେ, ହଡ଼ବଡ଼ ହୁଅନା। ଚକିର ମଝିରେ ଜ୍ଞାନ ରୂପକ ଏକ ମେରୁ ରହିଛି। ସେଇଟିକୁ ଭଲ ଭାବରେ ଧରି ରଖ, ଯେପରି ତୁମେ ମୋତେ ସେପରି ଧରିଥିବାର ଦେଖୁଛ। ସେଥିରୁ ଦୂରେଇ ଯାଅ ନାହିଁ। କେବଳ କେନ୍ଦ୍ର ଆଡ଼କୁ ଅଗ୍ରସର ହୋଇଚାଲ। ଏପରି ହେଲେ ତୁମେ ଭବସାଗର ରୂପକ ଯନ୍ତା ଭିତରୁ ନିଶ୍ଚିତ ଭାବରେ ରକ୍ଷା ପାଇବ। ଚଲନ୍ତା ଯନ୍ତା ଦେଖି ଦିଲ୍ କବିର କାନ୍ଦେ। ଦୁଇ ପଟର ମଝିରେ ଅଛି କ'ଣ କୁହ କି? ଆଗାମୀ ଅଧ୍ୟାୟରେ ପଢ଼ିବା ଗ୍ରନ୍ଥ ରଚନାର ଉଦ୍ଦେଶ୍ୟ, କାର୍ଯ୍ୟ ଆରମ୍ଭ କରିବାର ଅସାମର୍ଥ୍ୟ ଓ ସାହସ, ଗମ୍ଭୀର ତର୍କ ବିତର୍କ, ଅର୍ଥପୂର୍ଣ୍ଣ ଉପାଧି, ହେମାନନ୍ଦ ପନ୍ତଙ୍କ ଗୁରୁଙ୍କର ଆବଶ୍ୟକତା। ଯଦି ଆଜିର ସାହି ସଚ୍ଚରିତ ପାଠର ବାବା ଗହମ ପେଷିଥିବା ଅଟାକୁ କ'ଣ କଲେ ଜାଣିପାରିଲେ। ଆଉ ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଆଉ ଯେଉଁମାନେ ସାହି ସଚ୍ଚରିତ ପଢ଼ି ପାରୁନାହାନ୍ତି, ଏ ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚୟ ବାବାଙ୍କ ବିଷୟରେ ଜାଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ।